ମୋ ନାଁ ଲିଲିମା। ମୁଁ 6 ନମ୍ବରରୁ ଆସିଛି। ଆଳୁ, ବାଇଗଣ, ଅଦା, ରସୁଣ, ପିଆଜ, କୋବି ଏସବୁ, ଆମ୍ବ। ପିଆଜ ରସୁଣ ତ ସବୁ ବିଳ ପାଇଁ ଦରକାର ଆଉ। ପିଆଜ ରସୁଣ ପିଆଜ 70 ଟଙ୍କା, 65 ପିଆଜ। ରସୁଣ 250 100 ଟଙ୍କା। କିଲୋ 400, 250 100 ଟଙ୍କା। ସବୁ ରସୁଣ ତ 90 ଟଙ୍କା ଥିଲା, ହେଲେ 250 ଗତ ସପ୍ତାହରେ। ଏ ସପ୍ତାହ ପୁଣି 10 ଟଙ୍କା ବଢିଛି। ମାନେ ଥରକୁ ଥର ବଢି ହିଁ ଯାଉଛି, କମୁନି ରସୁଣ। ସବୁ ତ ରେଟ୍ ବଢିଛି, ମାନେ ଯୋଉଟା ବି 80 100 60। କାର୍ତ୍ତିକ ମାସ ଚାଲିଲା ବେଳେ ସେଇଆ ତ କହୁଛି, ମାନେ ଯୋଉ ବିନ୍ ହେଲା, ରାଇକିଆ ବିନ୍ କହୁଛନ୍ତି 180 କିଲୋ। ଆଉ ଇଏଟା ଆଉ ଯୋଉ ଆର ଯୋଉ ଛୋଟ ବାଲା ବିନ୍, ସରୁ ବାଲା, ସେଟା 120। ମିଡିଲ କ୍ଲାସ ତ ବହୁତ ହଇରାଣ। ତାଙ୍କ ପାଇଁ ତ କୌଣସି କୋଉ ବିଷୟରେ ବି ସୁବିଧା ନାହିଁ। ନା କୋଉଠି ତାଙ୍କର କିଛି ଆଉ ଅଛି କି, କୋଉଠୁ ସାହାଯ୍ୟ ଆସିବାର ବି ନାହିଁ, କୋଉଠି ବି କିଛି ନାହିଁ। ଆଉ ମାର୍କେଟରେ ବି ରେଟ୍ ର ଏତିକି ଯୋଉ ହାଇ ହେଲା ବେଳକୁ, କୋଉ ଜିନିଷ ଖାଲି ଦେଖିକି ଯିବା କଥା, ନେବା ପରିକା ଇଏ ନାହିଁ। ଆଳୁ ରେଟ୍ ଏବେ 35 ଟଙ୍କା। ସେଇଟା ତ ଯୋଉ ଏଠୁ ନେଉଛନ୍ତି, ସେମାନେ ଯୋଉ ବାହାରେ ବିକିଲା ବେଳକୁ ତାଙ୍କର କଣ କିଛି ପରସେଣ୍ଟେଜ ରଖିକି ସେମାନେ ବିକୁଛନ୍ତି ଆଉ। ସେଇଟା ହୁଏତ ସେଇଥିପାଇଁ ବଢଉଥିବେ, କାହିଁକିନା ଯିଏ ବି ନିଜର ଲାଭ ଦେଖିକି ହିଁ ତ ଦଉଛନ୍ତି ନା। ଆମେ କେତେରେ କିଣିବା, କଣ କରିବା, ସେଇଟା ତ ଆମ ଉପରେ ଇଏ। କିନ୍ତୁ ସେମାନେ ତ ତାଙ୍କର ବିକିବା କଥା, ଯେତେ ବି କହିଲେ, ମାନେ ପାଖରେ ଯଦି ମିଳୁଛି ଯେତେ ହେଲେ ନେଇଯାଉ। ସବୁ ସମୟରେ ତ ନୁହେଁ, ଯେତେବେଳେ ସୁବିଧା ହଉନି ସେଇ ପାଖର ଲୋକଙ୍କଠୁ ନେବାକୁ ପଡୁଛି ଅଧିକା ଦାମ ରେ ଆଉ।